ଶକ୍ତିଶ୍ୱର ସାହିତ୍ୟ ପ୍ରହାର ଆଜି କବିତା ଶୀର୍ଷକ 5/5/25 ସାଲିସି ନଇଲେ ନାଲିସି। ଏହା ଏକ ମନସ୍ତାତ୍ତ୍ୱିକ କବିତା। ବର୍ତ୍ତମାନ ବାଞ୍ଛା ବିଷୟରେ କୁହାଯାଇଛି। ବାଞ୍ଛାର 5 ଘରଣୀ 5 ମନ ଯାହାକୁ ତାକୁ ଉପସ୍ଥାପନ କରିଛି। ଭିନ୍ନ ପ୍ରକାର କହିବାକୁ ଗଲେ ଅମନ, ସୁମନ, କୁମନ, ବିମନ ୟାକୁ ମଧ୍ୟ ବଖାଣିଛି। ଏବେ ବାଞ୍ଛାର ମନରେ ଖେଦୋକ୍ତି ହୋଇଛି। ବାଞ୍ଛାର ମନରେ ବିତୃଷ୍ଣା ଆସିଛି, ଯାହାକୁ ଆମେ ବିମନ ମଧ୍ୟ କହିବା। ବାଞ୍ଛା ମନରେ ଖେଦ ପଶ୍ଚାତାପ କ'ଣ ଆସିଛି ତାକୁ ଆମେ ଆଲୋଚନା କରିବା, ତାକୁ ଆମେ ଆବୃତ୍ତି କରିବା। ଅନିଚ୍ଛା ପ୍ରବଣ କର୍ମ ନୁହେଁ ଧ୍ୟାନ, ଆଳସ୍ୟରେ ଥାଏ ମତି। ଅସ୍ଥିର ଅଧୀର ଚିତ୍ତରେ ଦୌର୍ବଲ୍ୟ ଭୁଲି ଥାଇ ନିଜ ସ୍ଥିତି। ଦ୍ୱିଧାଗ୍ରସ୍ତ ମନ ବୁଝିପାରେ ନାହିଁ, ସହଜ ଲାଗେ ଦୁଷ୍କର। ସଂସାର ଆନନ୍ଦ ଲାଗେ ନିରାନନ୍ଦ, କାମରେ ନଥାଏ ଡର। ପ୍ରେମ ସ୍ନେହ ଭାବ ତୁଚ୍ଛ ଲାଗିଥାଏ, ସଂସାର ଲାଗେ ବିଷମ। ଆତ୍ମହତ୍ୟା କରେ ନିନ୍ଦଇ ନିଜକୁ, ଦୁଃଖ ଭୋଗଇ ଅଧମ। ଧିକ୍କାରେ ନିଜକୁ ଜନ୍ମ କାରଣ, ଦୁର୍ଭାଗ୍ୟରେ କରେ ଘର। ଦିବ୍ୟ ଆଲୋକରେ ଈଶ୍ୱର ପ୍ରୀତିରେ, ବିକର୍ଷିତ ଚିତ୍ତ ତାର। ନୁହେଁ ସେ ଉତ୍ତମ ସେହି ମୂଳାଧମ, ମଧ୍ୟମ କୂଳ ବର୍ଜିତ। କେଉଁ କୂଳ ନୁହେଁ ଅଶାନ୍ତ ଅଧୀର, ସ୍ଥିର ନୁହେଁ ସଦା ଭୀତ। ବାଞ୍ଛାର ମଧ୍ୟରେ ମନରେ ବିତୃଷ୍ଣା ଆସିଛି, ତାକୁ ଆମେ ବିମନ କହିବା। ମଣିଷର ଏକ ଭିନ୍ନ ମନ ହେଉଛି ବିମନ। ତାହା ମଧ୍ୟ ବାଞ୍ଛାଠାରେ ସେ ବିମନ ସୃଷ୍ଟି ହୋଇଛି, ତାକୁ ମୁଁ ଆଲୋଚନା ସାରିଛି। ତେଣୁ ବାଞ୍ଛା ମନରେ ବିମନ ସୃଜନ ହେଲା ପରେ ତା ମନରେ ଖେଦ ସୃଷ୍ଟି ହୋଇଛି। ଧ୍ୟାନରେ ଜାଣିଲା ବାଞ୍ଛା ଖେଦ ଭରେ, ଖାଇ କେନେ ଫିଟି ଗଲା। କୁଳବଧୂ ସାଜେ ଦୁଷ୍ଟା ବାଡ଼ୁଆଳି, ବୁଡ଼ାଇ ଦେଲେ ଯେ ଭେଳା। ବାଞ୍ଛା ବୁଢ଼ା ମନେ ପ୍ରମାଦ ଗଣିଲା, ବିବ୍ରତ ହୋଇଲା ଚିତ୍ତ। ଘରର ଶୁଭାଙ୍ଗୀ ଏମାନ୍ତ କିପରି, ସଂଶୟ ବଢ଼ଇ ଗାତ୍ର। କୁଳର ପ୍ରଦୀପ କେଉଁ ଭାବନାରେ, ପରଖିବା ଇଚ୍ଛା କଲେ। ସ୍ୱଭାବ ପ୍ରକୃତି ଲକ୍ଷ୍ୟ ସାଧନରେ, 25 ସୁତ ସଫଳେ। ମୋ ସ୍ତ୍ରୀ ତ 5 ଜଣ ଏମିତି, ମୋ ଦେଖେ ପୁଅ 25 ଜଣ କେମିତି ଅଛନ୍ତି, ତାଙ୍କର ଭାବନା ମୋ ପ୍ରତି କେମିତି। 5 ଜଣ ସ୍ତ୍ରୀ ବିଦ୍ରୋହ କଲେଣି ମୋ ବିରୁଦ୍ଧରେ। ସେ ପିଲାମାନଙ୍କୁ ଦେଖିବା ପାଇଁ, ପରୀକ୍ଷା ପାଇଁ ଇଚ୍ଛା କଲେ। ବ୍ୟଥିତ ହୃଦୟରେ 25 କୁମରେ, ବ୍ୟସ୍ତ ଚିତ୍ତେ ପୁଚ୍ଛା କରି। କୁହ ଧନ ମୋର ଫିଟାଅ ସଂସାର, ଢାଳ ସୁଧା ଶିରେ ବାରି। କୁହ ବାପା, ମା ମାନେ ତ ଏମିତି ମୋତେ ହତାଦର କରୁଛନ୍ତି। ତୁମେ କେମିତି ଅଛ, ମୋତେ କ'ଣ ଭଲ ପାଉଛ? ସତର ଭଲ ପାଉଛ? ବହୁତ ଆଣ୍ଟିଲି ନୈତିକ ଆଚାରେ, ବୋଧ ଜ୍ଞାନେ କିଲ ଫିଲ। ହେଲ ବୟ ପ୍ରାପ୍ତ ବଢ଼ଇ ସଂଶୟ, କିପରି ଯୋଗ୍ୟ ହୋଇଲ। ଶୁଣ ହେ ପିଅର ମନ ସ୍ଥିର କର, ବୋଲିଲେ ପ୍ରକୃତି ସୁତ। ଜଣ ଜଣ କରି ବୁଝାଇ କହିବୁ, ହୃଦେ କିମ୍ପା ସନ୍ତାପିତ। ଶୁଣି ବାଞ୍ଛା ବାଣୀ ଜ୍ୟେଷ୍ଠ ଶୁନୁ ଭୁଆଣେ, ପାଦ ତାର ଟଳମଳ। ଆକଟ କରୁଛି ସାଥେ ପ୍ରତିକ୍ଷଣ, ହୃଦେ କରଇ ଜଞ୍ଜାଳ। ପୁଅମାନଙ୍କର ମତ ଲୋଡୁଛି ବାଞ୍ଛା, କେତେ ଅର୍ଜନ କଲି ଧନ ଜନ ସମ୍ପତ୍ତି। ଘରଣୀ ମାନେ ତ ଏମିତି, ଏ ବୟସରେ ଏମିତି। ପିଲାମାନେ କେମିତି ଅଛନ୍ତି ବୁଝିବା ପାଇଁ ଚାହିଁଛି। ପ୍ରକୃତି ଭିତରେ ପ୍ରଥମେ କ୍ରୋଧ ପ୍ରଥମ ଜ୍ୟେଷ୍ଠ ପୁତ୍ର। ପ୍ରକୃତିର 25 ପ୍ରକାର ବାଞ୍ଛା ଅନୁରୂପ, ସନ୍ତୁଳିତ ଭାବେ ସ୍ଥିତ
প্রীতি অনুরাগে যেবে চিত্ত, হৃদ সারে অস্থির শান্ত, হৃদ সাজে অস্থির শান্ত, মার্তণ্ড পরিকৃতে জিয়ন ক্রোধ দীপ্ত দীপ, মাতা পিতা চিহ্নে নাই চিহ্ননি চিহ্নেনি স্রষ্টাକୁ, অস্বীকার করে নিজ সৃষ্টির অধিপ। ପ୍ରଥମ କହି ଚାଲିଲେଣି ସିଏ କ୍ରୋଧ ତାର ତମ ତମ ହେଉଛି ବାପ ପ୍ରତି। ପ୍ରତିକ୍ଷଣ ସାଜେ ଯେନେ ଉଦଣ୍ଡ ମତ୍ତ ଗଜ, ସାମାନ୍ୟ ବିରାଗରେ ଧ୍ୱଂସି ବସେ ଅବନୀ ମଣ୍ଡଳ ଯେନେ କ୍ରୋଧ ଦୀପ୍ତ ଭରେ। ସେ ବିରାଗ ସତ୍ତା ନାଶେ ପ୍ରାଣୀ କୂଳ ମୃଗରାଜ, ରୁଦ୍ର ପ୍ରଚଣ୍ଡ ଲେଲିହାନ ଅଗ୍ନି ପରି ଧ୍ୱଂସିବାକୁ ସୃଷ୍ଟି କରୟମାନ ଗୁରୁଜନ ଅଗ୍ରଜ। କ୍ରୋଧ ତାର ଫଣା ଦେଖେଇଲା, ତାର ପ୍ରକୃତି ସେ ଦେଖେଇଲା, ତାର ସ୍ୱଭାବକୁ ସେ ଦର୍ଶେଇ ଦେଲା। ବାପା ତମ ଦ୍ୱିତୀୟ ସନ୍ତାନ ଆସୁରିକ ସତ୍ତ୍ୱ ତମ ଅଦୃଶ୍ୟରେ ପୀଡ଼ା ଦିଏ ଅନ୍ତ ଚେତନରେ। ମନୁ ହୋଇ ଉତ୍ତାଳ ଅଙ୍ଗୁଣେ ନିର୍ଗୁଣ ନିର୍ବାସ, ଯେନେ ତମ ସତ୍ତ୍ୱ ଗ୍ରାସ করে ସତ୍ତା। ছাড়ে দীর্ঘশ্বাস স্পন্দিত কম্পমান, জীবন করে বিস্মৃতা সংসারে দৃঢ়ই দুঃখ। চিহ্নেনি পর আপনা মদ মাংসে পায়ে সুখ। ତମର ସ୍ୱଭାବ ସେ ମୋତେ ଦର୍ଶେଇଲା। ବନ୍ଧୁ ବାନ୍ଧେ ଆଶ୍ଚରିକ ଭାବେ, ହିଂସା କାମ ଲୋଭ ଈର୍ଷା ଦ୍ୱନ୍ଦ୍ୱ ପ୍ରବଞ୍ଚନା ଅସତ୍ୟର ସାଥେ, ଯାହା ତମ ଗୁଣର ଲକ୍ଷଣ। ଲାମ୍ପଟ୍ୟ ଲୁଣ୍ଠନ ଆଦି ପାଶବତ୍ତରେ ହୁଏ ସେହି ବିମୋଚନ। ତମ ତା ଗୁଣ ଦେଖେଇଦେଲା। ଦ୍ୱିତୀୟ ପୁତ୍ର, ଆରେ ପୁଅ ଗୁଡ଼ାକ ତ କ'ଣ ବାଟ ଦେଖାଲେଣି, କେବଳ ମା ନୁହେଁ, ମା ଗୁଣ ମୋତେ ପିଲାମାନେ ମୋତେ ଆଣିଛନ୍ତି। ହିଂସା ରୋଷେ ଭାସେ ମୁହିଁ ହିଂସା ବୀରବର, ଏମିତି ସୃଜନୀ ମୋର ଅନ୍ତଃସତ୍ତ୍ୱ ନାସ୍ତି ଦର୍ଶନରେ। ଉଦଣ୍ଡ ପ୍ରମତ୍ତ ମୁହିଁ ପ୍ରତିକ୍ଷଣେ ମାନବହି ଛାଡ଼େ ସେ ଦୀର୍ଘଶ୍ୱାସ। କଳି ଅପଦେବତାର ସୃଜନୀ ବିସ୍ତୃତ, ଝରେ ମୋର ଶିରରେ ଆଶିଷ ପୀୟୁଷ। ସ୍ୱାମୀ ସ୍ତ୍ରୀ ଭାତୃକଳି ଭାତୃଭଗ୍ନୀ, ରାଜନୀତି ଶିକ୍ଷାନୀତି ଘରେ ବାହାରେ, କାର୍ଯ୍ୟାଳয়ে କରଇ ପ୍ରବେଶ। ଦାନବ ପରିକି ଗ୍ରାସେ ସର୍ପ, ନିମିଷକେ କରଇ ପାଉଁଶ। ହିଂସା ଜାଗା ସହର ବଜାର ପ୍ରତି ପରିବାର ମଧ୍ୟ ହିଂସା ପ୍ରମତ୍ତ ହୋଇ ଉଠିଛି। ଏହା ହେଉଛି କଳିଯୁଗ। ଅହଙ୍କାର ମୁହିଁ ଅହଙ୍କାର ପ୍ରଚ୍ଛନ୍ନେ ଜଡ଼ିତ ମୋର ଅଦୃଶ୍ୟ ଅନୁଭବ। ଅରୂପ ନିର୍ଗୁଣ ସତ୍ତା ପ୍ରାଣୀ ହୃଦୟ ଘୁଣକୀଟ ପରି ପ୍ରସାରିତ করে କାୟା। ଅନୁଭବୀ ଜାଣେ ନରେ করে କବଳିତ, ଯେନେ କାୟା ସାଥେ ଛାୟା। ମୋର ମାୟା ଫାଶେ ପଡ଼ି ମୁଡ଼ ପାରେ ନାହିଁ ଜାଣି, ପ୍ରଚ୍ଛଦ ପ୍ରଟରେ ଘୃଣା ବୁଣି ଚାଲେ ମୁହିଁ। ମୋଲେ ମଦବତ୍ତ ବାଣୀ ଅନ୍ତକାଳେ ନିନ୍ଦିଥାନ୍ତି ଗୁଣି। ଏସବୁ ନାସ୍ତି ତତ୍ତ୍ୱର ସତ୍ତା। ଅହଙ୍କାର କହୁଛି ମୋର ମଦବତ୍ତ ବାଣୀ, ମୁଁ ଅହଙ୍କାରୀ, ମୁଁ କାହାକୁ ଜାଣେନି, ମୁଁ ବଡ଼, ମୁଁ ନିଜକୁ ବଡ଼ ଅଭିମାନ କରେ। ମଦନ ମନରେ କାମନା ଯାତ୍ର ହୁଏ, ଯେଉଁଟା ମଦନ ଭାବ, ମାନେ ସ୍ପନ୍ଦିତ ଭାବ, ଆକର୍ଷଣର ଭାବ। ରକ୍ତ ମାଂସ ଶରୀରରେ ମୋର ଅବସ୍ଥାନ, କହିଲେ ପ୍ରବଳ ମୁହିଁ ଯତିମତି ଛାଡ଼େ ତପ ଜପ। ଧାଇଁ ଅକାଳ ତୃପ୍ତି ବିଲକ୍ଷଣେ, ବ୍ରହ୍ମା ଶିବ ପରି ହର୍ତ୍ତା କର୍ତ୍ତା, ବିଶ୍ୱାମିତ୍ର ନାରଦ ଯେ କ୍ଷଣେ ଅଣାବଣା। ମଦନ ରତି ରଚିଥାନ୍ତି ଅଭିନବ କ୍ରୀଡ଼ା, ମାନବ ବୁଝିବ କାହୁଁ ବିକାରଗ୍ରସ୍ତ ଯେଉଁ। ଶେଷେ ବୁଝେ ଯାହା ଯୋଡ଼ା ସଂସାରର ପୀଡ଼ା। ବାହୁବଳେ ବିକାର ଫାଶରେ ନର ହୁଏ ହନ୍ତସନ୍ତ, ବୁଝେ ନାହିଁ ଭଗ୍ନୀ ସୁତା ଅବା କାକି ଭାଉଜ। ଜାନ୍ତବ୍ୟ କ୍ଷୁଧାରେ ପୀଡ଼ିତ ସର୍ବେ ହୁଅନ୍ତି ଉଦ୍ଭ୍ରାନ୍ତ। ପ୍ରେମୀ ଯୁଗଳ ମୋ ପୀଡ଼ାରେ ହୁଏ ବର୍ବାଦ, ମିଛ ସଂସାରରେ ସେହୁ ଲୋଭେ ଅପବାଦ। ମଦନ ତା ଗୁଣ ଦେଖେଇଲା। ଆରେ ସବୁ ଗୁଡ଼ାକ ଏମିତି ହେଇଗଲେ ମୋ ପିଲାମାନେ। ମାୟା
सारा दुनिया रे मुहि राज करे विश्व विजयी शक्ति मुहि मोर फासे हुए कबलित सिंहासने अधीरूढ़ वीरवर प्रतापी सम्राट केशरी मायाच्छन्न होई विव्रत माया मुहि छलना भ्रमिताई नर माया तेजी पारिले से ही जितेन्द्रिय वीर नोइले सहजे मानिब म प्रणीत निर्देशित गार स्रष्टा सृष्टि प्रकृतिर अनिंद सृजनी माया बेले यातायात सबु घटे पूरी थाए भ्रमी थाए दिवस रजनी छाड़ई मानव क्षुद्रतार हिया हंत सत ये संसार रे मायाच्छन्न हुए तार काया एठू आज्ञा रहिला ए नास्ति तत्वर से माने सब ज्येष्ठ और एपर्यंत आसी जे माया आसंता अनुक्रम सीरियल आलोचना करवा आसो मोह थार पेज आज्ञा रही नमस्कार।